ବର୍ତ୍ତମାନ ସାରା ରାଜ୍ୟରେ ସମସ୍ତଙ୍କ ପାଖରେ ରାସନ କାର୍ଡ଼ଟିଏ ଅଛି। ରାସନ କାର୍ଡ଼ଟିଏ ଥିଲେ ଆମେ ସମସ୍ତ ଜିନିଷର ସମାଧାନ କରିପାରୁଛୁ। ଯେକୌଣସି ଅନଲାଇନ୍ ସେଣ୍ଟରକୁ ଗଲେ କିମ୍ବା ଅନଲାଇନ୍ କରିବାକୁ ଗଲେ ସବୁ କାମରେ ଲାଗୁଛି ରାସନ କାର୍ଡ଼। ତ ଦେଖନ୍ତୁ, ସମସ୍ତଙ୍କ ପାଖରେ ରାସନ କାର୍ଡ଼ଟିଏ ଅଛି। ଯେଉଁମାନଙ୍କ ପାଖରେ ଏପର୍ଯ୍ୟନ୍ତ ରାସନ କାର୍ଡ଼ ନାହିଁ, ଆପଣମାନେ ତୁରନ୍ତ CSC ସେଣ୍ଟରକୁ ଯାଇ ଆପଣମାନେ ଅନଲାଇନ୍ ମାଧ୍ୟମରେ ରାସନ କାର୍ଡ଼ ଆବେଦନ କରିପାରିବେ ଏବଂ ଏହି ରାସନ କାର୍ଡ଼ ଆପଣମାନଙ୍କୁ ଗୋଟିଏ ମାସ ଭିତରେ ମିଳିଯିବ। ତ ଆପଣମାନେ ତୁରନ୍ତ ଆପ୍ଲାଏ କରନ୍ତୁ, ଆପଣମାନଙ୍କୁ ମଧ୍ୟ ରାସନ କାର୍ଡ଼ ମିଳିବ। ତ ଏପରି ଆମ ରାଜ୍ୟଗୁଡ଼ିକରେ ଗରିବ ପରିବାର ଅଛନ୍ତି, ସେମାନଙ୍କ ପାଖରେ ରାସନ କାର୍ଡ଼ଟିଏ ନାହିଁ ଆଜ୍ଞାମାନେ। ତ ଦେଖନ୍ତୁ, ସେମାନଙ୍କ ପାଖରେ ରାସନ କାର୍ଡ଼ ନାହିଁ କିମ୍ବା ଘର ଖଣ୍ଡିଏ ସେମାନଙ୍କୁ ଏପର୍ଯ୍ୟନ୍ତ ମିଳିପାରୁନାହିଁ। ତ ସେମାନେ ଯୋଗ୍ୟ ପରିବାର ହେଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଅନ୍ତ୍ୟୋଦୟ ଯୋଜନା ସେମାନଙ୍କୁ ଏପର୍ଯ୍ୟନ୍ତ ମିଳିପାରୁନାହିଁ। ତେଣୁ ସରକାରଙ୍କୁ ଏତିକି ମୁଁ ବିନମ୍ର ଅନୁରୋଧ କରୁଛି କି ସେମାନେ ଘର ଘର ଯାଇ ତୁରନ୍ତ ସର୍ଭେ କରନ୍ତୁ ଏବଂ ସେହି ଗରିବ ପରିବାରମାନଙ୍କୁ ପ୍ରଥମେ ଦିଅନ୍ତୁ ଯେଉଁମାନଙ୍କର ଘର ଖଣ୍ଡିଏ ନାହିଁ। ତ ଆସନ୍ତୁ, ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ଏହି ରାସନ କାର୍ଡ଼ରେ କ'ଣ ନୂଆ ଅପଡ଼େଟ୍ ଆସିଛି, ସବୁକିଛି ଡିଟେଲ୍ସ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞାମାନେ ଲାଇକ୍ କରନ୍ତୁ। ମୋର ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ, ରାସନ କାର୍ଡ଼ ହିତାଧିକାରୀମାନଙ୍କ ପାଇଁ ବଡ଼ ଖବର। ଏମାନଙ୍କୁ ଏପ୍ରିଲରେ ମିଳିବ 3 ମାସର। ତ ଦେଖନ୍ତୁ ଆଜ୍ଞା, କ'ଣ ମିଳିବ ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଦେଖନ୍ତୁ ଆଜ୍ଞା, ଆଜି ଧରିତ୍ରୀ ନ୍ୟୁଜ୍ରେ 11:58 AM ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଖବର କ'ଣ ରହିଛି। ଦେଶର ଲକ୍ଷ ଲକ୍ଷ ରାସନ କାର୍ଡ଼ଧାରୀ ଅଛନ୍ତି ଯେଉଁମାନେ ପ୍ରତି ମାସରେ ରାସନ କାର୍ଡ଼ ମାଧ୍ୟମରେ ରାସନ ପାଆନ୍ତି। ଦେଖନ୍ତୁ ଆଜ୍ଞା, ଆମ ଦେଶରେ ଲକ୍ଷ ଲକ୍ଷ ରାସନ କାର୍ଡ଼ଧାରୀ ଅଛନ୍ତି, ସେମାନେ ପ୍ରତି ମାସରେ ଏହି ରାସନ କାର୍ଡ଼ରେ ରାସନ ସାମଗ୍ରୀ ପାଇଥାନ୍ତି। କିନ୍ତୁ ଏହି ଏପ୍ରିଲ ମାସରେ ରାସନ କାର୍ଡ଼ଧାରୀଙ୍କ ପାଇଁ ଯଥେଷ୍ଟ ଆଶ୍ୱସ୍ତି ଆଣିଥାଏ। ମୁଦ୍ରାସ୍ଫୀତିର ଏହି ଯୁଗରେ ଯେତେବେଳେ ପରିବାରର ବଜେଟ୍ କଷ୍ଟକର ହେଉଛି, ସରକାର ଏକ ନିଷ୍ପତ୍ତି ନେଇଛନ୍ତି ଯାହା ସାଧାରଣ ଲୋକଙ୍କ ପକେଟ୍ ଏବଂ ଦୈନନ୍ଦିନ ଆବଶ୍ୟକତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଦେଖନ୍ତୁ ଆଜ୍ଞା, ଏହି ଏପ୍ରିଲ ମାସରେ ରାସନ କାର୍ଡ଼ଧାରୀଙ୍କ ପାଇଁ ଯଥେଷ୍ଟ ଆଶ୍ୱସ୍ତି ମିଳିଥାଏ। ମୁଦ୍ରାସ୍ଫୀତିର ଏହି ଯୁଗରେ ଯେତେବେଳେ ପରିବାରର ବଜେଟ୍ କଷ୍ଟକର ହେଉଛି, ସରକାର ଏକ ନିଷ୍ପତ୍ତି ନେଇଛନ୍ତି ଯାହା ସାଧାରଣ ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ତ ଏବେ ପ୍ରତି ମାସରେ ରାସନ କିଣିବାର ଚାପ ହ୍ରାସ ପାଇବାକୁ ଯାଉଛି। ଏହି ବର୍ଷ ଏକା ସାଙ୍ଗରେ 3 ମାସର ରାସନ ଯୋଗାଇ ଦିଆଯିବ। ଏହା ସିଧାସଳଖ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ସରକାରୀ ରାସନ ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକୁ ଲାଭ ଦେବ। ଦେଖନ୍ତୁ ଆଜ୍ଞା, ଏକା ସାଙ୍ଗରେ ଆପଣମାନଙ୍କୁ 3 ମାସର ରାସନ ସାମଗ୍ରୀ ପାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେଉଁ ମାସରେ ମିଳିବ? ଏହି ଆସନ୍ତା ଏପ୍ରିଲ ମାସରେ ଆପଣମାନଙ୍କୁ ଏକା ସାଙ୍ଗରେ 3 ମାସର ଚାଉଳ ଆପଣମାନେ ପାଇପାରିବେ। ତ ଦେଖନ୍ତୁ, ମାର୍ଚ୍ଚ ମାସରେ ବା ଚଳିତ ମାସରେ ଆପଣମାନଙ୍କୁ ଗୋଟିଏ କାର୍ଡ଼ ପ୍ରତି ଆପଣମାନଙ୍କୁ 40 କେଜି ଲେଖାଏଁ ଚାଉଳ ଆପଣମାନଙ୍କୁ ବଣ୍ଟନ କରାଯାଇଛି। ତ କେଉଁମାନଙ୍କ ତ ଦେଖନ୍ତୁ ଆଜ୍ଞାମାନେ, ଏହି 40 କେଜି ଚାଉଳ ଆପଣମାନେ ପାଇଛନ୍ତି କି ନାହିଁ ଦୟାକରି କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ। ତାପରେ ଆପଣମାନଙ୍କୁ ପୁଣି ମିଳିବ ଆସନ୍ତା ଏପ୍ରିଲ ମାସରେ 3 ମାସର ଚାଉଳ ଏକା ସାଙ୍ଗରେ ଆପଣମାନେ ପାଇପାରିବେ। ତାପରେ ରାସନ ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକୁ ଲାଭ ଦେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ସମୟ ବଞ୍ଚାଇବ, ବାରମ୍ବାର ଧାଡ଼ିରେ ଠିଆ ହେବାର ଆବଶ୍ୟକତା ଦୂର କରିବ ଏବଂ ଦୂରଦୂରାନ୍ତରରେ ରହୁଥିବା ଲୋକଙ୍କୁ ଆଶ୍ୱସ୍ତି ହେବ। ଏହି ସୁବିଧା କିପରି ପାଇବେ ତାହା ଜାଣନ୍ତୁ। ଦେଖନ୍ତୁ ଆଜ୍ଞା, ଆପଣମାନେ ଗୋଟିଏ ମାସରେ ମାଗଣା ରାସନ ପାଇବାକୁ ଧାଡ଼ିରେ ଲମ୍ବା ହେବାକୁ ଆପଣମାନେ ଠିଆ ହେବାକୁ ପଡ଼ୁଥିଲା। ତେଣୁ ଆପଣମାନେ ଏକା ସାଙ୍ଗରେ 3 ମାସର ଚାଉଳ ଆପଣମାନେ ଏକା ସାଙ୍ଗରେ ପାଇପାରିବେ। ତାପରେ ଏହି ନୂତନ ସରକାରୀ ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟ ରାସନ କାର୍ଡ଼ଧାରୀମାନେ ଏବେ ଏପ୍ରିଲ, ମେ ଏବଂ ଜୁନ 2026ର ଏକାଥରକେ ରାସନ ପାଇବେ। ଦେଖନ୍ତୁ ଆଜ୍ଞା,
ଏହି ନୂତନ ସରକାରୀ ବ୍ୟବସ୍ଥା ଅନୁଯାୟୀ ଆପଣମାନଙ୍କୁ ଯୋଗ୍ୟ ରାସନ କାର୍ଡ଼ଧାରୀ ମାନେ ବର୍ତ୍ତମାନ କେଉଁ ମାସର ଆପଣମାନେ ରାସନ ପାଇବେ ନା ଏପ୍ରିଲ, ମେ ଏବଂ ଜୁନ 2026ରେ ଆପଣମାନେ ଏକାଥରକେ ରାସନ ସାମଗ୍ରୀ ପାଇପାରିବେ। ତାପରେ ଏହାର ଅର୍ଥ ହେଉଛି ପ୍ରତି ମାସରେ ରାସନ ଦୋକାନକୁ ଯିବାର ଆବଶ୍ୟକତା ରହିବ ନାହିଁ। ଦେଖନ୍ତୁ ଆଜ୍ଞା, ଆପଣମାନେ ପ୍ରତି ମାସରେ ଦୋକାନକୁ ଯାଉଥିଲେ ଏବଂ ରାସନ ସାମଗ୍ରୀ ପାଉଥିଲେ। ତେଣୁ ଆପଣମାନେ ପ୍ରତି ମାସରେ ବାରମ୍ବାର ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ତାପରେ ଯେଉଁମାନେ କାମ କରୁଛନ୍ତି କିମ୍ବା ପ୍ରତି ମାସରେ ସମୟ ଖେଳିବାରେ କଷ୍ଟକର ହେଉଛନ୍ତି, ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ବହୁତ ଲାଭଦାୟକ ପ୍ରମାଣିତ ହେବ। ଏହା ରାସନ ବଣ୍ଟନକୁ ମଧ୍ୟ ସରଳ କରିବ ଏବଂ ଭିଡ଼ ହ୍ରାସ କରିବ। ଦେଖନ୍ତୁ ଆଜ୍ଞା, ରାସନ ବଣ୍ଟନକୁ ମଧ୍ୟ ସରଳ କରିବ, ସେମାନେ ଆଶ୍ୱସ୍ତି ପାଇବେ ଏବଂ ଭିଡ଼ ହ୍ରାସ ମଧ୍ୟ କରିବ। କେତେକ ସମୟରେ ବିଭିନ୍ନ କାରଣରୁ ଲୋକମାନେ ସେମାନଙ୍କର ମାସିକ ରାସନ ସଂଗ୍ରହ କରିପାରୁନାହାନ୍ତି। ତଥାପି ଏହି ବ୍ୟବସ୍ଥା ନିଶ୍ଚିତ କରିବ ଯେ ସମସ୍ତ ହିତାଧିକାରୀମାନେ ଏକ ସମୟରେ ସେମାନଙ୍କର ସମ୍ପୂର୍ଣ୍ଣ କୋଟା ପାଇବେ। ତାପରେ ରାସନ ସଂଗ୍ରହ କରିବା ପାଇଁ ହିତାଧିକାରୀମାନଙ୍କୁ ସେମାନଙ୍କର ନିକଟତମ ଫେୟାର ପ୍ରାଇସ୍ ଦୋକାନକୁ ଯିବାକୁ ପଡ଼ିବ। ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ଅନୁସାରେ ରାସନ ବଣ୍ଟନ କରାଯିବ। ତେଣୁ ସମୟାନୁବର୍ତ୍ତୀ ହେବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଠିକ୍ ସମୟରେ ପହଞ୍ଚିଥାନ୍ତି, ତେବେ ଆପଣ ଅଧିକ ଅପେକ୍ଷା ନକରି ଆପଣଙ୍କର ରାସନ ପାଇପାରିବେ। ଦେଖନ୍ତୁ ଆଜ୍ଞା, ଆପଣମାନେ ଯଦି ଠିକ୍ ସମୟରେ ପହଞ୍ଚୁଛନ୍ତି, ତେବେ ଆପଣମାନଙ୍କୁ ଠିଆ ହେବାକୁ ପଡ଼ିବ ନାହିଁ କିମ୍ବା ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆପଣମାନେ ଠିକ୍ ସମୟରେ ରାସନ ପାଇପାରିବେ। ତାପରେ ଅନେକ ସ୍ଥାନରେ ଡିଜିଟାଲ ସିଷ୍ଟମ ଏବଂ EPFS ମେସିନ୍ ମାଧ୍ୟମରେ ବଣ୍ଟନ କରାଯାଉଛି, ଯାହା ସ୍ୱଚ୍ଛତା ସୁନିଶ୍ଚିତ କରେ। କୌଣସି ସମସ୍ୟା ଏଡ଼ାଇବା ପାଇଁ ହିତାଧିକାରୀମାନେ ସେମାନଙ୍କର ରାସନ କାର୍ଡ଼ କିମ୍ବା ଆଧାର ବିବରଣୀ ନିଜ ପାଖରେ ରଖିବା ଉଚିତ। ଦେଖନ୍ତୁ ଆଜ୍ଞା, କୌଣସି ସମସ୍ୟା ଦେଖାଯାଉଥିବା ହେତୁ ଆପଣମାନେ ନିହାତି ଆପଣମାନଙ୍କ ପାଖରେ ରାସନ କାର୍ଡ଼ ଏବଂ ଆଧାରକୁ ରଖନ୍ତୁ। ଯଦି କିଛି ଅସୁବିଧା ହେଲେ ଆପଣମାନେ ସେହି ରାସନ କାର୍ଡ଼ ଏବଂ ଆଧାରକୁ ଆପଣମାନେ ଦେଖାଇ ସେହି ସମସ୍ୟାର ଦୂର କରିପାରିବେ। ତ ଆପଣମାନେ ଜାଣିପାରିଲେ ରାସନ କାର୍ଡ଼ରେ କ'ଣ ନୂଆ ଅପଡ଼େଟ୍ ଆସିଛି। ନିଶ୍ଚୟ ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଯଦି ଭଲ ଲାଗିଥାଏ, ଆପଣମାନେ ନିହାତି ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।